ମୁଁ କୃଷ୍ଣଚନ୍ଦ୍ର ଦାସ। ମୁଁ ଆମର ଏଇ ଯେଉଁ ବରିଷ୍ଠ କଲ୍ୟାଣ ସଂଘ ଅଛି ଝାରପଡ଼ା ଲକ୍ଷ୍ମୀ ସାଗର ତାର ମୁଁ ସମ୍ପାଦକ। ଆମର ଏଇ ଯେଉଁ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ଝାରପଡ଼ା ଆଉ ଲକ୍ଷ୍ମୀ ସାଗର ବରିଷ୍ଠ ନାଗରିକ ହେଇଛି। ଆମେ 2015 ମସିହାରୁ ଏଇଟା ଚାଲିଛି, ଆଜି 11 ବର୍ଷ ହେଇଗଲା। ଆଜି ଆମେ ପ୍ରଥମେ ଆମର ଦ୍ୱିବାର୍ଷିକ ଉତ୍ସବ କରୁଥିଲୁ, ଏ ବର୍ଷ ବାର୍ଷିକ ଉତ୍ସବ କରୁଛୁ। ଏଇଟା 11ତମ ବାର୍ଷିକ ଉତ୍ସବ। ଏଥିରେ ଆମର ପାଖାପାଖି 100 ଜଣ ସଭ୍ୟ ଅଛନ୍ତି। ଆଉ ଆମର କାର୍ଯ୍ୟକ୍ରମ ଭିତରେ ଆମେ ଯାହା ତ ଆମ ନିଜ ଭିତରେ ଆମେ ସଦ୍ଭାବ କେମିତି ରଖିବା, କେମିତି ନିଜ ପରସ୍ପରକୁ ସାହାଯ୍ୟ କରିବା, ନିଜ ନିରାପତ୍ତାରେ ଠିଆ ହେବା, ଇଏ ଆମର ମୂଳ ଉଦ୍ଦେଶ୍ୟ ସମସ୍ତଙ୍କର। ତା ଛଡ଼ା ଯେହେତୁ ଆମର ଏଇଟା ଗୋଟେ ଅବସର ସମୟ, ସେ ସମୟ ଆମେ ଟିକେ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ବି ଲାଗିଛୁ। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ହେଉଛି ଏବଂ ଆଜି ପ୍ରତିବର୍ଷ ଆମେ ଏ ଲୋକାଲର ଯେତେ ସ୍କୁଲ ଅଛନ୍ତି କନିଷ୍ଠ ବରିଷ୍ଠ ବର୍ଗରେ ଆମେ ସବୁ ବିଭିନ୍ନ ପ୍ରତିଯୋଗିତା ବି କରିଥାଉ, ଯଥା ଡିବେଟ୍, ସଙ୍ଗ, ଏସେ, এই ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୁଏ। ସେ ପ୍ରତିଯୋଗିତାରେ ଯେଉଁମାନେ ସବୁ ବିଜୟୀ ହୁଅନ୍ତି ତାଙ୍କୁ ଏମିତି ପ୍ରତିବର୍ଷ ଗୋଟିଏ ଗୋଟିଏ ଆମେ ଉତ୍ସବ ପାଳନ କରି ତାଙ୍କୁ ପ୍ରାଇଜ୍ ଦେଇଥାଉ। ତା ଛଡ଼ା ଏ ଅଞ୍ଚଳର ଯେଉଁ ସବୁ ହାଇସ୍କୁଲ ସବୁ ଅଛି, ହାଇସ୍କୁଲରେ ଯେଉଁମାନେ ସବୁ ଟପର ହୁଅନ୍ତି ତାଙ୍କୁ ଆମେ କିଛି କିଛି କ୍ୟାସ୍ ଆୱାର୍ଡ ଏବଂ ସାର୍ଟିଫିକେଟ୍ ମଧ୍ୟ ଦେଇକି ତାଙ୍କୁ ଟିକେ ଆମେ ଉତ୍ସାହିତ କରିଥାଉ। ଇଏ ହେଉଛି ଆମର ଉଦ୍ଦେଶ୍ୟ। ଇଏ ହେଲା ଆମର ଏଇ ଶିକ୍ଷା ବ୍ୟବସ୍ଥାରେ ଯେଉଁ ଅଛନ୍ତି ଏ କାମ। ତା ଛଡ଼ା ଆମେ ଅନ୍ୟାନ୍ୟ କାମ ମଧ୍ୟ କରୁଛୁ। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ବହୁତ କରୁଛୁ, ଯଥା ବୃଦ୍ଧାଶ୍ରମରେ ସାହାଯ୍ୟ କରିବା, ଆମର ଅନ୍ୟାନ୍ୟ ଯେଉଁ ଅଛନ୍ତି ନିରାଶ୍ରୟ ଶିଶୁ ସେ ତାଙ୍କର ସଂସ୍ଥାକୁ ସାହାଯ୍ୟ ଦେବା। ଏ ବର୍ଷ ଆମେ 2ଟି କ୍ୟାନ୍ସର ସଂସ୍ଥାକୁ ଆମେ ସାହାଯ୍ୟ କରୁଥିଲୁ, ଯେଉଁଥିରେ ପିଲାମାନେ ସେ କ୍ୟାନ୍ସର ସେ ସଂସ୍ଥାରେ ସେ ପିଲାମାନେ ଯେଉଁ କ୍ୟାନ୍ସର ପୀଡ଼ିତ ହୁଅନ୍ତି ଏବଂ ସେମାନେ ସେଠି ଆସି ରହନ୍ତି, ତାଙ୍କର ରହିବା ବ୍ୟବସ୍ଥା ସବୁ କଷ୍ଟ। ତେଣୁ ଆମେ ମଧ୍ୟ ମଝିରେ ମଝିରେ ଯାଇକି ଗୋଟେ ସଂସ୍ଥାରେ ଆମେ ମାସକର ଖାଇବା, ତାଙ୍କ ଆସବାବପତ୍ର ସବୁ ଦେଇକି ଆସିଥିଲୁ। ଆଉ ଗୋଟେ ଜାଗାରେ ମଧ୍ୟ ଦେଇଥିଲୁ। ଏହିପରି ଭାବରେ ଆମେ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ କରୁଛୁ। ଆଉ ଆମ ନିଜ ସଭ୍ୟ ସମାଜ ପାଇଁ ଆମେ ସବୁ ବହୁତ ଏଇ ଯେଉଁ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା, ଆଉ ବିଭିନ୍ନ ପ୍ରକାର ସବୁ ଭଲ ଡାକ୍ତରମାନଙ୍କୁ ଆଣିକିରି ବିଭିନ୍ନ ରୋଗ ସମୟରେ ସଚେତନତା ସୃଷ୍ଟି କରିବା, ଆଉ ତାଙ୍କୁ ସବୁ କେମିତି ଆମର ଲୋକମାନେ କେମିତି ସୁବିଧାରେ ରକ୍ତ ପରୀକ୍ଷା କରିବା, ବିଭିନ୍ନ ପରୀକ୍ଷା କେମିତି ଡିବେଟ୍ କରିବା, ତାର ବ୍ୟବସ୍ଥା କରିବା। ଏଇ ହେଉଛି ଆମର କାମ, ଯେଉଁଥିରେ ଆମର ସବୁ ସଭ୍ୟ ସମାଜ ଉପକୃତ ହେଇପାରୁଛନ୍ତି। ସେମିତି କିଛି ନାହିଁ, କୌଣସି ବେନିଫିଟ୍ ସରକାର ଦେଉନାହାନ୍ତି କିମ୍ବା ପାଇବାରେ ପ୍ରଶ୍ନ ନାହିଁ। କେବଳ ଗୋଟେ ଏବେ ହେଇଛି ଆମର ଏଇ ଯେଉଁ ବୟୋ ବନ୍ଦନା କାର୍ଡ ହେଇଛି, ସେ ଗୋଟେ ସଂସ୍ଥା ହେଇଛି, ଏତେ ଦିନ ପରେ ଗୋଟେ କାର୍ଡ ହେଇଛି ଯେଉଁଥିରେ ଲୋକମାନେ ସେ ଇନ୍ସୁରାନ୍ସ ଫାସିଲିଟିଟା ପାଇପାରିବେ। ଆଉ ଆମ ଜାଣିବାରେ ତ କିଛି ସୁବିଧା ସୁଯୋଗ ତ ବରିଷ୍ଠ ନାଗରିକଙ୍କୁ ସରକାର ଦିଅନ୍ତିନି, ବା ଯେଉଁଟାକ ବରିଷ୍ଠ ନାଗରିକ ଗୋଟେ ପ୍ରଥମ ସୁବିଧା ହେଉଛି କେମିତି ସ୍ୱାସ୍ଥ୍ୟ ସୁବିଧା ପାଇବେ। କୌଣସି ସରକାରୀ ହସ୍ପିଟାଲ ତ ଜାଣିଛନ୍ତି ମାନେ ବଡ଼ ବଡ଼ ଲାଇନ୍, ସେମାନେ ଯାଇ କାମ କରିବେ। ପ୍ରାଇଭେଟ ହସ୍ପିଟାଲରେ ଗଲେ ଯେମିତି ପ୍ରାଇଭେଟ ହସ୍ପିଟାଲ ଲୋକଙ୍କୁ କାଚୁଛନ୍ତି ସେଇଭଳି ଟଙ୍କା ସେମାନେ ଟାଣି ନେଉଛନ୍ତି। କୌଣସି ଜାଗାରେ କୌଣସି ସ୍ୱାସ୍ଥ୍ୟଗତ ପରୀକ୍ଷା ବା ତାକୁ ଇଏ କରିବାରେ ଆମେ ସୁବିଧା ପାଉନୁ, ସେଇଟା ସତ। କିନ୍ତୁ ଗୋଟିଏ ଜିନିଷ ବର୍ତ୍ତମାନ ହେଇଛି, ପୋଲିସ ପାଖକୁ ଗଲେ ପୋଲିସ ଆପଣଙ୍କୁ ସାହାଯ୍ୟ କରିବାକୁ ଟିକେ ଆଗଭର ହେଉଛନ୍ତି। ଗୋଟେ ଭଲ ଚେତନା ତାଙ୍କ ପାଇଁ କରାହେଇଛି ଯେ ସିନିୟର ସିଟିଜେନ ମାନଙ୍କୁ ପୋଲିସର ବହୁତ ପଜିଟିଭ ଆପ୍ରୋଚ୍ ଅଛି। ତେଣିକି କ'ଣ କରିପାରିବେ ନ କରିପାରିବେ ଅଲଗା କଥା, କିନ୍ତୁ ପୋଲିସ ସଂସ୍ଥା ଗୋଟେ ଆମେ ଦେଖୁଛୁ ଭଲ ପଜିଟିଭ ଆପ୍ରୋଚ୍ ରହିଛି। ଆପଣ କ'ଣ ମେସେଜ ରହିବ ଯେଉଁମାନେ ସିନିୟର ସିଟିଜେନ ମାନେ ଯେଉଁମାନଙ୍କର ଘରୋଇ ସପୋର୍ଟିଂ ପାଉନାହାନ୍ତି କିମ୍ବା ଆଉ ଯାହାର ଯେଉଁ ସିନିୟର ସିଟିଜେନ ପିଲାମାନେ ନାହାନ୍ତି, ଘରୋଇ ସପୋର୍ଟ ପାଉନାହାନ୍ତି, ଏଇଭଳି ସଂସ୍ଥା ହିଁ ସବୁଠୁ ବେଷ୍ଟ। ସମସ୍ତେ ରହିବା, ଖୁସିରେ ରହିବା। ବାରମ୍ବାର ଆମେ ପ୍ରତି ମାସରେ ମିଟିଂ କରୁଛୁ, ବିଭିନ୍ନ ଜାଗାରେ ମିଶୁଛୁ, କାହାର କ'ଣ ସୁବିଧା ଅଛି ତାଙ୍କ ପାଖରେ ଯାଇ ପହଞ୍ଚୁଛୁ। ଏଇ ଯେଉଁ ପରସ୍ପର ଆଦାନ ପ୍ରଦାନ ଭାବ ଚାଲିଛି ସେଇଗୁଟାକ ହିଁ ସବୁଠାରୁ ବେଷ୍ଟ। ଆଉ ଏଇ ଯେଉଁ କାର୍ଯ୍ୟକ୍ରମ କରୁଛୁ, ଆସୁଛନ୍ତି ସାହାଯ୍ୟ କରୁଛନ୍ତି, ସମସ୍ତେ ଏନ୍ଜୟ କରୁଛନ୍ତି। ଆଜ୍ଞା ନମସ୍କାର, ମୁଁ ନଳିନୀ ରଞ୍ଜନ ବୈଦାର। ରିଟାୟାର କଲା ପରେ ମୁଁ ଆସିକରି ଭୁବନେଶ୍ୱରରେ ଝାରପଡ଼ାରେ ରହୁଛି। ମୋ ନିଜ ଘର ସୁନ୍ଦରଗଡ଼ରେ। ତ ଆମର ଏ ଯେଉଁ ବରିଷ୍ଠ ନାଗରିକ ଯେଉଁ ସଂଘଟି ହେଇଛି, ଆମେ ଏମିତି ଯେତେ ଜଣ ଆମ ମେମ୍ବର ଅଛୁ ପ୍ରାୟ ସମସ୍ତେ କେହି ଭୁବନେଶ୍ୱରରୁ ନହୁ, ସମସ୍ତେ ଆମେ ବାହାରୁ ଆସିକରି ଏଠି ରହିଛୁ। ରହିଲା ପରେ ପ୍ରଥମେ କାହାରି ସାଙ୍ଗରେ ଚିହ୍ନା ପରିଚୟ କେହି ନଥିଲେ। ତ ଆମେମାନେ ଚିନ୍ତା କଲୁ ଆମ ସମୟଟା କଟିବ କେମିତି। ତ ଆମେମାନେ ନିଜ ନିଜ ଭିତରେ ଚିହ୍ନା ପରିଚୟ ଯେତେବେଳେ ହେଲା ଆମେ ଗୋଟେ ସଂଘ କଲୁ।
ସେ ସଂଘରେ କ'ଣ ଆମର ପ୍ରଥମ ଉଦ୍ଦେଶ୍ୟ ହେଲା ଆମ ନିଜ ନିଜ ଭିତରେ ଆମ ଗୋଟେ ସାମାଜିକ ସ୍ଥିତି ଡେଭଲପ କରିବା, ନିଜ ନିଜ ଭିତରେ ଗୋଟେ ସମ୍ପର୍କ ରହିବା। ତାର ପ୍ରଥମ କାରଣ ହେଲା ଆମେ ସମସ୍ତେ ଆଜିକାଲି ଜମାନାରେ ସମସ୍ତେ ଏକୁଟିଆ, ଘରେ ପୁଅ ଝିଅ କେହି ଆଉ ସାଙ୍ଗରେ ନାହାନ୍ତି, ସମସ୍ତେ ଚାକିରି କରି କିଏ ବେଙ୍ଗଲୋର, କିଏ ହାଇଦ୍ରାବାଦ, କିଏ ଆମେରିକା। ତ ଆମେ ଆମର ଏଇ ଯେଉଁ ସିନିୟର ସିଟିଜେନର ସମୟ ଭଲ ମନ୍ଦ କିଏ କାହାକୁ ସାହାଯ୍ୟ କରିବ? ତ ଆମେ ଯଦି ଆମ ପରସ୍ପର ଗୋଟେ ସଂଗଠିତ ହେବା, ଆମ ସମାଜଟା ଯଦି ଆମେ ଗୋଟେ ଗଢ଼ିବା, ତ ଆମେ ସୁବିଧା ଅସୁବିଧାରେ ନିଜେ ପରସ୍ପର ଭିତରେ ଆମେ ଛିଡ଼ା ହେଇପାରିବା। ତ ସେଇ ଦୃଷ୍ଟି ନେଇକରି ଆମେ ଗୋଟେ ସଂଗଠି କଲୁ। କିନ୍ତୁ ସଂଗଠି କଲୁ, ସମାଜ ପ୍ରତି ପୁଣି ଆମର ବରିଷ୍ଠ ନାଗରିକ ହିସାବରେ କିଛି କର୍ତ୍ତବ୍ୟ ଅଛି। ଆମେ କ'ଣ କରିବୁ? ଯେଉଁମାନେ ଆପଣ ଧରନ୍ତୁ କ୍ୟାନ୍ସର ଇନଷ୍ଟିଚ୍ୟୁଟର ପିଲା ଗୁଡ଼ା ଅଛନ୍ତି, ଯେଉଁମାନେ ଅତି ତାମାନେ ଦୁଷ୍ଟ ଲୋକ, ଯେଉଁମାନେ ଓଲ୍ଡ ଏଜ୍ ହୋମ୍ରେ ଅଛନ୍ତି, ଏମିତି କିଛି ଅର୍ଗାନାଇଜେସନକୁ ଆମେ ସମସ୍ତେ ନିଜେ ନିଜେ କିଛି କଣ୍ଟ୍ରିବ୍ୟୁଟ୍ କରି ତାଙ୍କୁ କିଛି କିଛି ପରିମାଣରେ ଆମେ ସାହାଯ୍ୟ ବି କରୁଛୁ। ତାପରେ এই ସ୍କୁଲର ପିଲାମାନଙ୍କୁ ଆମେ ଟିକେ ଉତ୍ସାହିତ କରୁଛୁ, ସେମାନେ ଭବିଷ୍ୟତରେ ଯେମିତି ତାଙ୍କର ସୁସଂଗଠିତ ଦେଇକରି ତାଙ୍କର ଭବିଷ୍ୟତରେ କିଛି ଗୋଟେ କାମ, ସେଥିପାଇଁ ଆମେ ବିଭିନ୍ନ ଅର୍ଗାନାଇଜେସନ କରିକରି ତାଙ୍କର କମ୍ପିଟିସନ କରିକରି ତାଙ୍କୁ ଆମେ ପ୍ରାଇଜ ଡିଷ୍ଟ୍ରିବ୍ୟୁସନ କରୁଛୁ। এইটা ହେଲା আমার সংঘর মেন উদ্দেশ্য।